তোমা পেটর ভাই বড় ভগারি ওটি কাটি তোটি দেবরে ছুরি ওটি কাটি তোটি দেবরে ছুরি কেহি নুহতি কাহার মিছ মায়ায়ে সংসার কেহি নুহতি কাহার মিছ মায়ায়ে সংসার প্রভু নাম ধরে গাইবে রাম নাম ধরে গাইবে 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 রে কৃষ্ণ নাম ধরে গাইবে কুয়া সরষি মুখে তোর ভাইরা বিপদ সঙ্গতে তোর রহিব সাহা বিপদ সঙ্গতে তোর রহিব সাহা পানি থাক সমান কে তোর ছাই জীবন পানি থাক সমান কে তোর ছাই রাম নাম ধরে গাইবে 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 কৃষ্ণ নাম ধরে গাইবে বিভয়া বিফল করিবে রে মন কীর্তন ଆପଣ ଯେତେବେଳେ ପହଞ୍ଚିଗଲା ମାଂସା ବଟା ମୂଳରେ ଦେଖିଲା ବସିକରି ମାଣିକ ରାମ 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 ଜପ କରୁଛି ଆଶ୍ଚର୍ଯ୍ୟ ହେଇଗଲା ରାମ ଉଠିଗଲା ମାଣିକ ହେଲେ ରଥପତି ରଥପତିରେ ଭଣଜା ଆରେ ଅସମୟରେ ବାପା ମୋ ନିକଟକୁ କାହିଁ ବାହାରିଲୁ ଆପଣଙ୍କ ନିକଟକୁ କାହିଁକି ଆସିଲି ଜାଣିଛ ମତେ ଆପଣ କିଛି ସାହାଯ୍ୟ କରିବେ ମୁଁ ତତେ ସାହାଯ୍ୟ କରିବି ମୋ କ୍ରିୟା ବାନ୍ଧିକି କାମ ପଡ଼ିଲା ଯେ ମତେ ସାହାଯ୍ୟ କରିବି ଆଉ ମାଗା ପଣେ କୁଣ ମାରି ଚାହିଁବା ମାଗା ପଣେ କୁଣ ମାରି ଚାହିଁବା ଅଚିଲଙ୍କ ପତିକୁ କଲେ ଉପାରା ଭାଇ ଆପଣରେ ନିପୁଣ ହଉଛି ନାରୀ ଆଜ୍ଞା ହସି ହସି କହିଲା ହେଲା ରାବଣ ରାବଣ ଆରେ ମୋ ନିକଟରେ ପୁଣି କଣ କାମ ପଡିଲା କଣ କାମ ପଡିଲା ବାପା ନା ଗୋଟିଏ କଥା ମାମୁ ଏତେବେଳେ ତମ ମାକୁ ଭାଇ ମାନଙ୍କୁ ଦୁଃଖ କଲା ରାମ ତମକୁ ବାପର ସ୍ୱର ମାରି ଉଡେଇ ଦେଲା ବେଶ ଏଇ ସ୍ଥାନରେ ପଡିଲ ପୁନରାୟ ଯୁଦ୍ଧ କଲ পুনরায় যুদ্ধের মধ্যে বেশ 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 আশ্চর্য হয়ে গেলাম রাবণ এই গুপ্ত কথা তো জানিল কেমন রাবণ এই কথা কেমন জানলা এলা রাবণ আরে মু রাম হাতরে পরাস্ত হবি তুই জানিস কেমিতি বাবা কারকা মধ্য কথা নাই জীবন কারকা মধ্য কথা নাই জীবন
ମୋର କିନ୍ତୁ ମନେ ଅଛି। ମୋର ମନେ ଅଛି ସେ ରାମଟା ଅନମାନ କରି ତୋ ମାଆକୁ ମାରିଦେଲା, ସୁବାହୁକୁ ମଧ୍ୟ ମାରିଦେଲା। ଜୀବନ ବିକଳରେ ତୁ ପଳେଇ ଆସିଲୁ, ପୁନରାୟ ଯୁଦ୍ଧ କଲୁ, ଇଏ ବୃଷଭ ରୂପ ତୁ ଧାରଣ କଲୁ। ତାକୁ ମାରିବ ନାହିଁ ବୋଲି କଣ କରି ତତେ ବାବଲ ସ୍ୱରରେ ମାରି ଫିଙ୍ଗିଦେଲା। ଆଜି ମୁଁ ପ୍ରତିଶୋଧ ନେବି, ରାକ୍ଷସ କୁଳର ପ୍ରତିଶୋଧ ନେବି। ଏ ବାବୁ, ହଁ ମତେ କିଛି ସାହାଯ୍ୟ କରିପାରିବୁ? ସ୍ୱର୍ଗ ମତ ପାତାଳ ତ୍ରିପୁର ବିଜୟୀ ନାମଟାକୁ ତ ସାହାଯ୍ୟ କରିବ। ଯଦି ଭଲ ସାହାଯ୍ୟ ଖାଲି ଆଗ ଫେରେଇଦେବି ସାହାଯ୍ୟ କରିବି ଯେତିକି ସମ୍ଭବ। କଣ ମୁଁ କରିପାରିବି କହ? ମାୟାରେ ସୁନା ମୃଗ ଗୋଟେ ସୁନାର ମୃଗ ହବ, ମାୟାର ସୁନାର ମୃଗ ହେବି। ଆମ ଆଗରେ ସୀତା ଆଗରେ ଦୌଡ଼ିବ। ଏ ମାୟା ମୃଗ ତାକୁ ଦେଖି ଆତ୍ମ ହବ ମିଥିଳା କୁମାରୀ ସୀତା। ଆପେ ଆପେ କହିବ ରାମକୁ ମୃଗ ମାରିଆ ମତେ ଦିଅ। ମୁଁ ସେତିକି ବେଳେ ଛପି ରହି ତାକୁ ଅପହରଣ କରିବି। ନାହିଁ କରିଦେଲା କହିଲା ବାପାରେ 56 ଗୋଟା ଯୁଗ ତୁ ବଡ ପାଇଛୁ, ଯାହା ତ କଲୁଣି, ଯେତେ ଯୁଗ ତ ବିଗତ ହେଲାଣି। ଆଉ ଯଦି କିଛି ଦିନ ବଞ୍ଚିବାକୁ ଚାହୁଁ, ରାକ୍ଷସ କୁଳର ସମ୍ରାଟ ହେବାକୁ ଚାହୁଁ, ତାହେଲେ ପର ନାରୀ ଚୋରି କରିବା ବୃତ୍ତିକି ଛାଡ଼ିବୁ। ଦୁର୍ବୁଦ୍ଧି ଗୁଡାକ ଭଲ ନୁହଁ। ରାବଣ କହିଲା ଲଙ୍କାରେ ରାମ ସ୍ୱର୍ଗ, କହିଲେ ତୁ ରାକ୍ଷସ ମୋ ନିକଟରେ ଉତ୍ତର ଦେଉଛୁ? ମୁଁ କିଏ ଜାଣିଛୁ? ବାହାର କଲା ଚନ୍ଦ୍ରହାସ ଖଡଗ। ଯଦି ମୋ କଥାରେ ବଜିବୁ ତାହେଲେ ମୁଁ ତତେ ଏଇଠି ବଧ କରିବି। ସେଇଆ କରିବି, ଧରିଗଲା ମାରିଛ। ପାଷାଣ୍ଡ ହସ୍ତ ମୃତ୍ୟୁ ହୋଇଲେ ମୋର ନିଶ୍ଚୟ କରିବି ମୁଁ ଅନ୍ତ ମନ୍ଦିର। ଏଇଟା କିଛି ବୁଝିବ ନା, ବୁଝା ରାବଣ। ଏଇଟା ହଉଛି ପୁରା ପାଷାଣ୍ଡ। ଆପଣ ଯଦି ମୁଁ ମରିବି ଯମପୁରକୁ ଯିବି, ନରକ ଭୋଗ କରିବି। ପ୍ରଭୁ ଶ୍ରୀରାମଙ୍କ ହାତରେ ଯେବେ ମୋର ମୃତ୍ୟୁ ହୁଏ, ମୁଁ ନିଶ୍ଚୟ ଆଜି ଗୋଲକ ଧାମକୁ ଯିବି। କହିଲା ଠିକ ଅଛି, ତୋ କଥାରେ ମୁଁ ମାୟା ମୃଗ ହେବି। ଆଉ କିଛି ଚିନ୍ତା କରନା, ଯା ଚାଲିଯା। ରାତି ପାଇଲେ ମୁଁ ଦଣ୍ଡକାବନରେ ମାୟା ମୃଗ ହେଇ ଦୌଡ଼ିବି। ଆଉ ଫଟାଇଲେ କାଟି ସେ ତ ତୋରାଣ ରୁଣରେ ପରାଣ ସାକୁ କରି ଧରାରେ ପରାଣ ସାକୁ କରି ମାସିରତି ମଟନ ଫୋଟ ତା କଇ ସିଧୁରାରି। ଯଦି କରି ବସିଛି ଉଢୁଆଳରେ ଲକ୍ଷ୍ମଣ, ଏତିକି ବେଳେ ମାୟା ମୃଗଟା ଦୌଡ଼ିଲା। ମାୟା ମୃଗର ଶବ୍ଦକୁ ଶୁଣି ଚମକି ପଡ଼ିଲ ମୈଥିଳୀ ମିଥିଳା କୁମାରୀ ସୀତା। କହିଲେ ସ୍ୱାମୀ, ପ୍ରଭୁ ଆରେ କଣ ହେଲା? କଣ ଆପଣ ଦେଖିପାରୁଛନ୍ତି? ଏଇ ଦେଖିଲେ କିନ୍ତୁ ମୁଗ ଯାଉଛନ୍ତି। ବନବାସକୁ ଆସିବା ବେଳର କଥା। ମା ସୁମିତ୍ରା ବାରଣ କରିଥିଲେ, ଲୋଭ ଦର୍ଜ ଦେଖି ତୁ ମାଗିବୁ ନାହିଁ, ମାଗିଲେ ବିପଦ ନିଶ୍ଚୟ ପଡ଼ିବ।
ଆଚ୍ଛା ଇଏ ଯଦି କୌଣସି ରାକ୍ଷସର ମାୟା ହେଇଥାଏ ହଁ, ଆରେ ମୃଗଟା କଣ କରିବ ତମେ ରଖିବ ସୀତା କହିଲେ ସ୍ୱାମୀ ଏ ମୃଗକୁ ତୁମେ ମାରି ଆଣ আর চমড়াটা বড় দরকার ମୁଁ କଣ କରିବି କୁଳଗୁରୁ ବଶିଷ୍ଠଙ୍କୁ ଉପହାର ଦେବି ସୁନାର ମୃଗ ଚମଡ଼ା ଆଜି ବଶିଷ୍ଠ ଋଷି ଏ ଚମଡ଼ା ଉପରେ ବସି ତପସ୍ୟା କଲେ ଆମ କୁଳ ଉଜ୍ଜଳ ହବ ସୀତାଙ୍କ କଥାକୁ ଛାତି ପାରିଲେନି ରାମ ଆରେ ଠିକ ଅଛି ଡାକିବ ଲକ୍ଷ୍ମଣକୁ ଆରେ ଲକ୍ଷ୍ମଣ ଆରେ ବିଭିନ୍ନ ପ୍ରକାର ରାକ୍ଷସ ଜଙ୍ଗଲରେ ଅଛନ୍ତି ମୁଁ ଯାଉଛି ମୃଗକୁ ମାରିକରି ଆଣିଦେବି ନାଇଁ ଗୋଟିଏ ମୁହୂର୍ତ୍ତ